ସାହିତ୍ୟ ଉତ୍କଳ ନନ୍ଦନ ପ୍ରତୁଲ ଗଞ୍ଜାମ ତହିଁରେ ପାରିଜାତ ଫୁଲ ପୁଣ୍ୟ ଘୁମୁସର ସେ ଫୁଲର ମଧୁ ଯୁଗେ ଯୁଗେ ଖ୍ୟାତ ଯାହାର ବିରୋଧୁ। ସେଦିନ ଗଞ୍ଜାମ ଘୁମୁସରକୁ ଦେଖିଥିବା ଏବଂ ଅନୁଭବ କରିଥିବା କବିଶେଖର ଚିନ୍ତାମଣି ମହାନ୍ତିଙ୍କର ଏ ଉକ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିପ୍ଳବୀ ବୀର ଚକରା ବିଷୟୀଙ୍କର ସାରସ୍ୱତ ଓ ସଂଗ୍ରାମର ଭୂମି ଘୁମୁସର। ସାହିତ୍ୟ ଯେପରି ଉଚ୍ଚାଙ୍ଗ, ସଙ୍ଗୀତ ମଧ୍ୟ ସେପରି ସମୃଦ୍ଧ। ବୈଚିତ୍ର୍ୟରେ ଭରା ଏହାର ଲୋକ ସଂସ୍କୃତି। ପ୍ରହ୍ଲାଦ ନାଟକ, କଣ୍ଢେଇ ନାଚ, ଡେରାବେଶ, ପଶୁମୁଖା ନୃତ୍ୟ, ଦାସକାଠି ଭଳି ଲୋକନୃତ୍ୟରେ ବୈଚିତ୍ର୍ୟପୂର୍ଣ୍ଣ ଘୁମୁସର। ଧର୍ମ ଏବଂ ଆଧ୍ୟାତ୍ମିକତା ଦୃଷ୍ଟିରୁ ମହାନ ଏ ଭୂମି। କୁଲାଡ଼ର ବ୍ୟାଘ୍ରଦେବୀ, ନାରାୟଣପାଟଣାର ନାରାୟଣ ମନ୍ଦିର, ବିଷ୍ଣୁଚକ୍ରର ବିଷ୍ଣୁ ମନ୍ଦିର, ବେଲମୁଠାର ନୃସିଂହ ମନ୍ଦିର, ବୁଗୁଡ଼ାର କାଷ୍ଠ କୋଣାର୍କ ବିରଞ୍ଚି ନାରାୟଣ, ବୁଦ୍ଧକୋଲ, ଭଞ୍ଜ ବଂଶର ଆଦ୍ୟଗଡ଼ ଜୟନ୍ତୀଗଡ଼, ଚକରା ବିଷୟୀଙ୍କ ସାଧନାପୀଠ ଚକ୍ରଘାଟି ଇତ୍ୟାଦି ଏହାର ବଳିଷ୍ଠ ଇତିହାସର ସ୍ମାରକୀ। ବେଲଗୁଣ୍ଠାର ପିତ୍ତଳ ମାଛ, ବାଲିପଦରର କାଷ୍ଠ କାରିଗରୀ, ଚଡ଼ିଆପଲ୍ଲୀର ମୂର୍ତ୍ତି କାରିଗର ଏହାର ଶିଳ୍ପକଳାର ନମୁନା। ଏ ସମସ୍ତ ବିଭବକୁ ଲୋକଲୋଚନକୁ ଆଣିବା ପାଇଁ ଘୁମୁସର ଉନ୍ନୟନ ମଞ୍ଚ ଭୁବନେଶ୍ୱର ଏକ କ୍ଷୁଦ୍ର ଏବଂ ପ୍ରଥମ ପ୍ରୟାସ କରୁଛନ୍ତି ଘୁମୁସର ଉତ୍ସବ 2026। ଆଗାମୀ ଫେବୃଆରୀ 10 ଏବଂ 11 ଦିନ 10ଟାରୁ ରାତି 10ଟା। ସ୍ଥାନ ଭଞ୍ଜ କଳାମଣ୍ଡପ, ମ୍ୟୁଜିୟମ ଛକ, ଭୁବନେଶ୍ୱର। ଏଥିରେ ଯୋଗ ଦେବେ ରାଜ୍ୟ ସରକାରଙ୍କର ମାନ୍ୟବର ମନ୍ତ୍ରୀ, ଘୁମୁସରର ସମସ୍ତ ବିଧାୟକ। ଏହାର ଆକର୍ଷଣ ଘୁମୁସରର ଲୋକନୃତ୍ୟ, ଲୋକସଙ୍ଗୀତ ଏବଂ 2ଟି ନାଟକ କବି ସମ୍ରାଟ ଏବଂ ମୁଁ ଚକରା କହୁଛି। ଆସନ୍ତୁ ସମସ୍ତେ ଘୁମୁସରିଆ ଭାଇ ଭଉଣୀ ସାମିଲ ହେବା ଏ 2 ଦିନିଆ ଘୁମୁସର ଉତ୍ସବରେ। ଘୁମୁସରକୁ ଜାଣିବା, ଆନନ୍ଦ ନେବା, ଗୌରବ ଅନୁଭବ କରିବା ଆମ ମାଟିର ସ୍ୱାଭିମାନରେ। ଆପଣ ସମସ୍ତଙ୍କୁ ସ୍ୱାଗତ ସ୍ୱାଗତ ସ୍ୱାଗତ।